ଆମ୍ଭେ ଆୟୁଧ ମଧ୍ୟରେ ବଜ୍ର ଓ କାମଧେନୁ ଓ ଧେନୁ ମଧ୍ୟରେ କାମଧେନୁ ଅଟୁ। ଆମେ ପ୍ରଜାମାନଙ୍କ ମଧ୍ୟରେ କେମରୂପ ବାସୁଦେବ ଓ ସର୍ପମାନଙ୍କ ମଧ୍ୟରେ ବାସୁକି ଅଟୁ। ଆମ୍ଭେ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ, ଗଣନାକାରୀଙ୍କ ମଧ୍ୟରେ କାଳ ଓ ପଶୁମାନଙ୍କ ମଧ୍ୟରେ ସିଂହ ଓ ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଅଟୁ। ଆମ୍ଭେ ବେଗଗାମୀଙ୍କ ମଧ୍ୟରେ ପବନ, ଶସ୍ତ୍ରଧାରୀଙ୍କ ମଧ୍ୟରେ ରାମଚନ୍ଦ୍ର ଓ ମତ୍ସ୍ୟମାନଙ୍କ ମଧ୍ୟରେ ମକର ପ୍ରବାହିତ ନଦୀ ମଧ୍ୟରେ ଗଙ୍ଗା ଅଟୁ। ହେ ଅର୍ଜୁନ, ଆମ୍ଭେ ସୃଷ୍ଟିର ଆଦି ଓ ଅନ୍ତ ମଧ୍ୟ ଅଟୁ ଏବଂ ଆମେ ବିଦ୍ୟା ମଧ୍ୟରେ ଅଧ୍ୟାତ୍ମ ବିଦ୍ୟା ଓ ଯୁକ୍ତିମାନଙ୍କ ଯୁକ୍ତିର ବାଦ ଅଟୁ। ଅକ୍ଷରମାନଙ୍କ ମଧ୍ୟରେ ଆମେ ଓଙ୍କାର ଓ ସମାସ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟୁ। ଆମେ ଅକ୍ଷର କାଳ ଅର୍ଥାତ୍ କର୍ମଫଳଦାତା ମଧ୍ୟରେ ବିଶ୍ୱତମୁଖ ଅର୍ଥାତ୍ ସର୍ବକର୍ମଫଳଦାତା ଅଟୁ। ଆମ୍ଭେ ସର୍ବହାରକ ମୃତ୍ୟୁ ଓ ସର୍ବସଂହାରକ ମୃତ୍ୟୁ ଓ ଭବିଷ୍ୟତ ବାଣୀମାନଙ୍କର ଉଦ୍ଭବ ଅଟୁ ଏବଂ ଆମ୍ଭେ ସ୍ତ୍ରୀମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାଣୀ, ସ୍ମୃତି, ମେଧା, ତୃପ୍ତି ଓ କ୍ଷମା ଅଟୁ। ଆମ୍ଭେ ପ୍ରପଞ୍ଚମାନଙ୍କ ମଧ୍ୟରେ ଜୁଆଖେଳ, ତେଜସ୍ୱୀମାନଙ୍କର ତେଜ ଅଟୁ। ଆମ୍ଭେ ଦେବତାମାନଙ୍କର ଜୟ ଓ ଉଦ୍ୟମକାରୀଙ୍କର ଉଦ୍ୟମ ଓ ସାତ୍ୱିକମାନଙ୍କର ସତ୍ୱ ଅଟୁ। ଆମ୍ଭେ ବୃଷ୍ଟିମହର୍ଷିଙ୍କ ମଧ୍ୟରେ ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ଅର୍ଜୁନ ଓ ମୁନିମାନଙ୍କ ମଧ୍ୟରେ ବ୍ୟାସଦେବ ଓ କବିମାନଙ୍କ ମଧ୍ୟରେ ଶୁକ୍ର ନାମକ କବି ଅଟୁ। ଆମ୍ଭେ ଶାସ୍ତ୍ରକାରୀଙ୍କ ଶାସନ, ଜୟାଭିଳାଷୀଙ୍କର ନୀତି ଓ ଗୋପନୀୟ ବିଷୟ ମଧ୍ୟରେ ମୌନ ଓ ଜ୍ଞାନୀମାନଙ୍କର ଜ୍ଞାନ ଅଟୁ। ହେ ଅର୍ଜୁନ, ଆମ୍ଭେ ସମସ୍ତ ଜଗତର ଆଦି କାରଣ ଅଟୁ, କାହିଁକିନା ଆମ୍ଭ ବ୍ୟତିରେକ ଉତ୍ପନ୍ନ ହୋଇପାରେ ଏପରି ସ୍ଥାବର ଜଙ୍ଗମ କିଛି ବି ନାହିଁ। ହେ ପରନ୍ତପ, ଆମ୍ଭର ଦିବ୍ୟ ବିଭୂତିର ଅନ୍ତ ନାହିଁ, କିନ୍ତୁ ଆମ୍ଭେ ସଂକ୍ଷେପରେ ଏହି ବିଭୂତି ସବୁ ତୁମକୁ କହିଲୁ। ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସମ୍ପତ୍ତିଯୁକ୍ତ ଅଥବା ପ୍ରଭାବ ବଳାଦିଯୁକ୍ତ ଓ ଗୁଣଦ୍ୱାରା ଶ୍ରେଷ୍ଠ, ସେ ପଦାର୍ଥ ଆମ୍ବର ତେଜର ଅଂଶରୁ ଉତ୍ପନ୍ନ ବୋଲି ତୁମେ ଜାଣ। ଫଳକଥା ଏହିକି ଯେ ଆମ୍ଭେ କହିନଥିବା ପଦାର୍ଥ ମଧ୍ୟରୁ ଯେଉଁ ପଦାର୍ଥର କିଛି ନା କିଛି ଶ୍ରେଷ୍ଠତା ଅଛି ଦେଖିବ, ତହିଁରେ କେବଳ ଆମ୍ଭର ବିଭୂତିର ପ୍ରାଧାନ୍ୟ ଅଛି ବୋଲି ଜାଣିବ। ଅତଏବ ହେ ଅର୍ଜୁନ, ଏହିପରି ବହୁତ କଥା ଜାଣିବାରେ ତୁମ୍ଭର କି ପ୍ରୟୋଜନ? ଏତିକି ଜାଣ ଯେ ଆମ୍ଭେ ଏହି ସମ୍ପୂର୍ଣ୍ଣ ଜଗତକୁ ଅର୍ଥାତ୍ ଆପଣାର ଏକ ଅଂଶ ଦ୍ୱାରା ବ୍ୟାପ୍ତ କରି ରହିଅଛୁ। ଇତି ଶ୍ରୀମଦ୍ ଭଗବତ୍ ଗୀତାର ଉତ୍କଳ ଅନୁବାଦରେ 10ମ ଅଧ୍ୟାୟ ସମାପ୍ତ।